ଯାତ୍ରା ଆଖଡ଼ା ପାଇଁ ଅଟକିଲା ଗୁରୁତର ରୋଗୀକୁ ନେଇଯାଉଥିବା ଆମ୍ବୁଲାନ୍ସ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଠି ପଞ୍ଚାୟତର ମହାବଳଠାରେ ଥିବା ସିଂହବାହିନୀ ଯାତ୍ରା ଆଖଡ଼ାଶାଳାର ଯାତ୍ରା ଚାଲୁଥିବା ବେଳେ ରାସ୍ତା ଜାମ୍ରେ ଫସିଲା ଗୁରୁତର ରୋଗୀକୁ ନେଇକି ଯାଉଥିବା ଆମ୍ବୁଲାନ୍ସ। ପ୍ରାୟ ଘଣ୍ଟାରୁ ଅଧିକ ସମୟ ଅଟକିବା ପରେ ରାସ୍ତା ଜାମ୍ ହଟିବା ସହ ଆମ୍ବୁଲାନ୍ସଟି ଯିବାରେ ସକ୍ଷମ ହୋଇଥିଲା। ସୂଚନାରୁ ପ୍ରକାଶ, ଯାତ୍ରା ସିଂହବାହିନୀର ଚଳିତ ବର୍ଷ ଏକ ନୂଆ ନାଟକ ଏଡ଼ାର ଶୁଭ ଉଦ୍ଘାଟନ ହେବା ସହ ପ୍ରଥମ ଆଖଡ଼ା ଆରମ୍ଭ ପାଇଁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିବା ବେଳେ ଅଭିନେତା ପିୟୁଷ ଉପସ୍ଥିତ ଥିଲେ। ତେବେ ଏହି ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯେହେତୁ ଆଖଡ଼ା ମୁଖ୍ୟ ରାସ୍ତା କଡ଼ରେ ହେଉଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ ମୁଖ୍ୟ ରାସ୍ତା ଜାମ୍ ହୋଇଯାଇଥିଲା। ଆମ୍ବୁଲାନ୍ସ ଫସିବା ସହ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଗୁରୁତର ରୋଗୀକୁ ନେଇ ରାସ୍ତାରେ ଛିଡ଼ା ହୋଇ ରହିଥିଲା ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ସମ୍ପର୍କୀୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ସବ ଶାସକ ଦଳର ନେତା ଉତ୍ତର ବାଲେଶ୍ୱର ଜିଲ୍ଲା ସଭାପତି ପ୍ରଦୀପ ପଣ୍ଡା, ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିବା ବେଳେ ପୋଲିସ ଉପସ୍ଥିତ ନ ରହିବା ତଥା ଭିଡ଼ ନିୟନ୍ତ୍ରଣ ନ କରିବା ଏବଂ କୌଣସି ବ୍ୟବସ୍ଥା ନ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।